रे बाबा खगा माछ मारियो बोली माने पूरा बाड़ी उच्चेक रखी माछ उठुंट पानी खराब हो जाए तेणु माछ मार पूरा माने भारी व्यस्तर सहित देखुए पूरा उच्चेक रही ମାଛ ମାରିବା ପାଇଁ ପାଣି ଟିକେ ଖରାପ ହେଇଯାଇଛି ମାଛ ଉପରକୁ ଉଠୁଛନ୍ତି ତେଣୁ ମାଛ ମାରିବାକୁ ପିଲାମାନେ ବ୍ୟସ୍ତ କାହିଁକିନା କାନୁଆଟା ନେଇଗଲା ଧରିକି 1.5 କିଲୋ ଉପରେ ରହି ହଁ ତେଣୁ ଖଗା ଧିଅ ସହିଲା ନାହିଁ ଖଗା ପାଣି ଭିତରେ ଗୋଟେ ବାଡ଼ି ଧରିକି ହଁ ଦେଖୁନା ବାଡ଼ି ଧରିକି କାନ୍ଧରେ ପକେଇକି ରହିଛି ମାନେ ମାଛ ଉଠିଲେ ବାଡ଼େଇବ ପାହାରେ କାହିଁକିନା ସିଏ ନେଇକି ଯାଇଛି ଘରକୁ ମାନେ ତାର କଟା ଆରମ୍ଭ ହେଲାଣି ତେଣୁ ଇଏ କାଟିକି ନେବ ବୋଲି ଭାରି ବ୍ୟସ୍ତ ହଁ ତା ବୋଉ ପଠେଇଯିବା କହିଲା ସିଏ ନେଇକି ଆଇଛି ମାନେ ମାଛ ତୁ ଯା ନେଇକି ଆସିବୁ ତେଣୁ ପାଣି ଭିତରେ ପଶିକି ବାଡ଼ି ଧରିକି ଠିଆ ହେଇଛି ମାଛ ଉଠିବ ବାଡ଼େଇବ ଯଦି ନ ଉଠିଲା ପରିଶ୍ରମ ବୃଥା। ହ୍ୟାଲୋ ଦୋସ୍ତ ଆଜି ଏକ ନୂଆ ବ୍ଲଗିଂରେ ଗାଁରେ ଏକ ନୂଆ କଥା ଦେଖିବାକୁ ମିଳୁଛି କ'ଣ ନୂଆ କଥା ଦେଖିବାକୁ ମିଳୁଛି ଗାଁ ପୋଖରୀ ପାଣି ଟିକେ ଖରାପ ହେଇଯାଇଛି ଗୋଟେ ସେ ପୋଖରୀ ଯେହେତୁ ଖରାପ ହେଇଛି ମାଛ ମାନେ ଉଠୁଛନ୍ତି ଉପରକୁ ତେଣୁ ମାଛ ଯେତେବେଳେ ଉପରକୁ ଉଠୁଛନ୍ତି ଗୋଟେ ପିଲା ରାସ୍ତାରେ ଯାଉ ଯାଉ ଦେଖିଲା ମାଛ ଉଠୁଛି ଗୋଟେ ବାଡ଼ିରେ ବାଡ଼େଇକି ସେ ଗୋଟେ ରୋହି ନେଇଯାଇଛି 1.5 କିଲୋ 2 କିଲୋ ଭଳି ତେଣୁ ତାକୁ ଦେଖି ଖଗା ବ୍ୟସ୍ତ ସହିତ ଆସିକି ପାଣି ଭିତରେ ପଶିକି ରହିଯାଇଛି କ'ଣ ନା ମୁଁ ବି ମାଛ ଧରିକି ନେବି ନହେଲେ ତା ବୋଉ ବାଡ଼େଇବ ତେଣୁ ସିଏ ବି ମାଛ ଧରିବା ପାଇଁ ବ୍ୟସ୍ତର ସହିତ ସେଇ ପାଣି ଭିତରେ କ'ଣ ହେଲା ପଳେଇ ଆସିଲୁ କ'ଣ ମାଛ ନାହିଁ କ'ଣ ପାଣିରେ ଏତେ ସମୟ ପଶିକି ରହିଲୁ ମାଛ ନାହିଁ ହଁ ଫିର ବି ଯାହାହେଲେ ଗୋଟେ ଦିଟା ଖଣ୍ଡ ବାଡ଼େଇଛୁ ନା ବାଡ଼େଇନୁ କେତେ ପାହାର ବାଡ଼େଇଛୁ 2 ପାହାର ତେଣୁ ଖଗା 2 ପାହାର ବାଡ଼େଇଛି କିନ୍ତୁ ମାଛ ଧରି ପାରୁନି ସେପଟରେ ବସିବୁ ନା କ'ଣ ହଉ ହଉ ଯୋଉ ଟିକେ ମାଛ ଫାଛ ଧରା ଧରି ହଉଥିବ ପିଲାମାନଙ୍କୁ କୌତୁହଳ କହିଲେ ନା ସାର୍ ଦେଖୁନା ସବୁ ଠିଆ ହେଇକି ଅନେଇଛନ୍ତି ସେ କେମିତି କ'ଣ ବାଡ଼େଇବ କେମିତି ମାଛ ଧରିବ ବ୍ୟସ୍ତର ସହିତ ଯେ ମାଛ ଧରା ଦେଖିବା ଯିଏ ଦେଖିଛି ସିଏ ମଜା ଆଉ କୋଉଠି ନାହିଁ। बहुत बहुत ये पोलो ये माने देसी पोलो ये हूँ 1 नंबर जिन पक्ष मैंने माछ बाहर ना जानी माछ धरिया ये भाई जाल पर रेडी चलती एटा केते नखा दाम 2.5 केत केजिया माछ नागी बड़ अरे माछ जदि पड़ुची पड़ू ना एक्चुअली गरम हम ठंडा नागे है पानी ठंडा ये गोटे आखि देखना बांधिक बुलूची दल गुड़ा सफा करदे तो ठीक हम
ସାଙ୍ଗମାନେ ଇଏ ଥିଲା ଆମର ଆଜିର ବ୍ଲଗିଂ। ଯଦି ଆପଣମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଏବେ ହିଁ ସବସ୍କ୍ରାଇବ୍ କରିନିଅନ୍ତୁ ଆମ ଚ୍ୟାନେଲକୁ କାଲିର କିଛି ନୂଆ ଭିଡ଼ିଓ ଦେଖିବା ପାଇଁ। ଧନ୍ୟବାଦ। ଇଏ ହେଉଛି ଆମ ଗାଁର ସେଇ ଖୁସି ଆନନ୍ଦର ସହିତ ଗାଁ ମାଛ ଧରା। ତେଣୁ ଚାଲନ୍ତୁ